ମାଂସ ଖଣ୍ଡକୁ ପାଟିରେ କାମୁଡ଼ି ଖୁସିରେ ଦୌଡ଼ି ପଳାଇଲା। ବାଟରେ ଗୋଟିଏ ନାଳ ପଡ଼ିଲା। ସେଇ ନାଳ ଉପରେ ଗୋଟିଏ ପୋଲ ହୋଇଥିଲା। କାହା ଉପରେ ପୋଲ ହୋଇଥିଲା? ନାଳ ଉପରେ। ନାଳ ଉପରେ ପୋଲଟିଏ ହୋଇଥିଲା। ପୋଲ ଉପର ଦେଇ କୁକୁର ନାଳ ପାରି ହେଉଥାଏ। ଏତିକି ବେଳେ କୁକୁରଟି ତଳ ପାଣିକୁ ଚାହିଁଦେଲା। କିଏ ସେ ତଳ ପାଣିକୁ ଚାହିଁଦେଲା? କୁକୁର। ତା ପାଟିରେ କ'ଣ ଧରିଥିଲା? ମାଂସ ଖଣ୍ଡଟିଏ ଧରିଥିଲା। ପାଣିରେ ସେ ତାର ଛାଇକୁ ଦେଖିଦେଲା। କିଏ ସେ ପାଣିରେ ତା ଛାଇକୁ ଦେଖିଦେଲା? କୁକୁର। ସେ ନିଜ ଛାଇକୁ ଦେଖି ଭାବିଲା, ଆଉ ଗୋଟିଏ କୁକୁର ମାଂସ ଖଣ୍ଡେ ଧରି ନାଳ ଭିତରେ ଯାଉଛି। କାହିଁକି ଭାବିଲା? ନା ସେ ଛାଇଟିକି ନାଳକୁ ଚାହିଁଦେଲା ତ ତା ଛାଇଟି ବସିଲା। ସେଥିପାଇଁ ସେ ଭାବିଲା ଆଉ ଗୋଟିଏ କୁକୁର ମାଂସ ଖଣ୍ଡିଏ ନେଇକିରି ଯାଉଛି। ହଁ, ତାର ଲୋଭ ହେଲା। କାହାର ଲୋଭ ହେଲା? କୁକୁର। ସେ ମନେ ମନେ ଭାବିଲା, ଆଉ ଆର କୁକୁର ଠାରୁ ଆଉ ଖଣ୍ଡେ ମାଂସ ଛଡ଼ାଇ ଆଣିଲେ ତାର 2 ଖଣ୍ଡ ମାଂସ ହୋଇଯିବ। କିଏ କହିଲା? କୁକୁର। କିନ୍ତୁ ସେ ତା ଛବିଟିକୁ ଦେଖିକିରି, ଛାଇଟିକୁ ଦେଖିକିରି କହୁଛି ଆଉ ଗୋଟେ କୁକୁର ମାଂସ ନେଇକି ଯାଉଛି। ମୁଁ ଯିବି ତାଠୁ ମାଂସ ଖଣ୍ଡିକ ଛଡ଼େଇ ଆଣିଲେ ମୋର 2 ଖଣ୍ଡ ମାଂସ ହେଇଯିବ। ପ୍ରକୃତ କୁକୁର କହିଲା।